ଦର୍ଶକ ବନ୍ଧୁ, ଆଜି ହେଉଛି ଫେବୃଆରୀ ମାସ 13 ତାରିଖ ଶୁକ୍ରବାର। ଆଜି ଦିନ ଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକେଇବା। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମାତ୍ର କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଆସୁଥିବା ବେଲ୍ ଆଇକନକୁ ଅନ୍ କରି ରଖନ୍ତୁ। ଏମିତି ପ୍ରତିଦିନ ନୂଆ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକେଇବା। ପ୍ରଥମେ ବିକଟାଳ ଶବ୍ଦଯୁକ୍ତ ଡିଜେ ବ୍ୟବହାର ମନା, କଟକରେ ବ୍ୟାନ୍ ହେଲା ଲେଜର ଲାଇଟ୍। ଲୋକଙ୍କ ସୁରକ୍ଷା ପାଇଁ ନିଆଗଲା କଡ଼ା ଆକ୍ସନ। କଟକରେ ଲେଜର ଲାଇଟ୍ ବ୍ୟବହାରକୁ ନେଇ ହାଇକୋର୍ଟଙ୍କ ଜବାବ। ବିକଟାଳ ଶବ୍ଦଯୁକ୍ତ ଡିଜେ ବ୍ୟବହାର ମନା, ରାତି 10ଟା ପରେ ରଶଣି ମନା। ଲେଜର ଲାଇଟ୍ ନେଇ କଟକଣା ଲଗାଇଲେ ହାଇକୋର୍ଟ। ନିୟମ ପାଳନ ପାଇଁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ। କଟକ ଲେଜର ଲାଇଟ୍ ବ୍ୟାନ୍ କରାଗଲା। ବିକଟାଳ ଶବ୍ଦଯୁକ୍ତ ଡିଜେ ଓ ରାତି 10ଟା ପରେ ରଶଣି ନ କରିବା ପାଇଁ ମନା କଲେ ହାଇକୋର୍ଟ। ନିୟମ କଡ଼ାକଡ଼ି ପାଳନ ନହେଲେ ନିଆଯିବ କଡ଼ା ଆକ୍ସନ। ଭୁଲ କଲେ ମିଳିବ କଠୋର ଦଣ୍ଡ। ନିୟମ ପାଳନ ପାଇଁ ଜଗିବ ପୋଲିସ। ପରବର୍ତ୍ତୀ ଖବର, ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଏମାନଙ୍କୁ ମିଳିବନି ମାଗଣା ଚାଉଳ ଗହମ। ଯଦି ଆପଣଙ୍କର ରାସନ କାର୍ଡ ଅଛି ତେବେ 28 ଫେବୃଆରୀ 2026 ଶେଷ ତାରିଖ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସରକାର ସ୍ପଷ୍ଟ କରିଛନ୍ତି ଯେ ରାସନ କାର୍ଡ ଇ-କେୱାଇସି ଏବଂ ଆଧାର ଲିଙ୍କିଂ ବାଧ୍ୟତାମୂଳକ। ଯଦି ଏହି କାମ ଠିକ୍ ସମୟରେ ନ କରାଯାଏ ତେବେ ଆପଣଙ୍କୁ ଆଉ ମିଳିବନି ମାଗଣା ରାସନ। ଏହାର ଅର୍ଥ ହେଉଛି ଯଦି ଆପଣ 28 ଫେବୃଆରୀ ସୁଦ୍ଧା ଆପଣଙ୍କର ଇ-କେୱାଇସି ପୂରଣ ନ କରନ୍ତି ତେବେ 28 ଫେବୃଆରୀ ପରେ ଆପଣ ସରକାରଙ୍କ ଠାରୁ ମାଗଣା ରାସନ ପାଇବେ ନାହିଁ। ଫେବୃଆରୀ 28 ପରେ ଇ-କେୱାଇସି ବିନା କାର୍ଡଗୁଡ଼ିକ ଇନ୍ଆକ୍ଟିଭ ହୋଇଯିବ, ଯାହାଦ୍ୱାରା ଆପଣ ଗହମ, ଚାଉଳ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ପାଇପାରିବେ ନାହିଁ। ପରବର୍ତ୍ତୀ ଖବର, ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ଧାନ ବୋନସ ଟଙ୍କା। ସରକାର ଧାର୍ଯ୍ୟ କଲେ ତାରିଖ। ଛତିଶଗଡ଼ରେ ଧାନ କ୍ରୟ ଜାନୁଆରୀ 31 ତାରିଖରେ ଶେଷ ହୋଇଛି। ତଥାପି ଯେଉଁ ଚାଷୀଙ୍କର ଟୋକନ କଟାଯାଇଥିଲା ଏବଂ ଯେଉଁମାନେ ସେମାନଙ୍କର ଧାନ ବିକ୍ରି କରି ନ ଥିଲେ ସେମାନଙ୍କୁ ସରକାର ଆଉ 2 ଦିନ ଅତିରିକ୍ତ ସୁଯୋଗ ଦେଇଥିଲେ। ବର୍ତ୍ତମାନ କୃଷକମାନେ ଧାନ ଟଙ୍କା ଓ ବୋନସ ରାଶି ପାଇଁ ଅପେକ୍ଷା କରିଛନ୍ତି। ଏହା ସହିତ ସମର୍ଥନ ମୂଲ୍ୟ ଛଡ଼ା କୃଷକ ଉନ୍ନତି ଯୋଜନା ଅନ୍ତର୍ଗତ ରାଜ୍ୟ ସରକାର ଚାଷୀମାନଙ୍କୁ ବୋନସ ମଧ୍ୟ ପ୍ରଦାନ କରୁଛନ୍ତି। ରିପୋର୍ଟ ଅନୁସାରେ ବିଷ୍ଣୁଦେବ ସାଏ ସରକାର ଚାଷୀମାନଙ୍କୁ ଧାନ ବୋନସ ଦେବାର ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି। ଗତକାଲି ଫେବୃଆରୀ 11, 2026ରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସରକାର ଚାଷୀମାନଙ୍କୁ ବୋନସ ପ୍ରଦାନ ପାଇଁ ତାରିଖ ସ୍ଥିର କରିଛନ୍ତି। ହୋଲି ପର୍ବ ପୂର୍ବରୁ ରାଜ୍ୟର ସହାୟକ ମୂଲ୍ୟରେ ଧାନ ବିକ୍ରୟ କରୁଥିବା ଚାଷୀମାନଙ୍କୁ 3100 ଟଙ୍କା ପ୍ରତି କ୍ୱିଣ୍ଟାଲ ହିସାବରେ ଅନ୍ତର ରାଶି ସେମାନଙ୍କ ଖାତାରେ ଜମା କରାଯିବ ବୋଲି ମନ୍ତ୍ରୀ ପରିଷଦ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଖବର, ଖସିଲା ସୁନା ରୂପା ଦର। କିଣିବା ପୂର୍ବରୁ ଚେକ୍ କରନ୍ତୁ ଲାଟେଷ୍ଟ ରେଟ୍। ଆଜି ଭାରତୀୟ ବଜାରରେ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 1,45,200 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 1,58,400 ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପ୍ରତି 1,45,200 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 1,58,400 ଟଙ୍କା ରହିଛି। ଭୁବନେଶ୍ୱରରେ ଗତକାଲି ଅପେକ୍ଷା ଆଜି ଦର କମିଥିବା ଦେଖିବାକୁ ମିଳିଛି। ଏମ୍ଏକ୍ସରେ ରୂପା ପ୍ରତି କିଲୋଗ୍ରାମ 2,69,300ରେ କାରବାର ଦେଖିବାକୁ ମିଳିଛି। ବାଣିଜ୍ୟ ସମୟରେ ରୂପାର ମୂଲ୍ୟ ଏହାର ପୂର୍ବ 2,63,000 ତୁଳନାରେ ପ୍ରାୟ 4,000 ହ୍ରାସ ପାଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ରୂପା ମୂଲ୍ୟ କିଲୋ ପ୍ରତି 3 ଲକ୍ଷ ଟଙ୍କା ରହିଛି। ପରବର୍ତ୍ତୀ ଖବର, ଓଡ଼ିଶାର ଶିଳ୍ପାନୟକୁ ନୂଆ ଗତି। 31ଟି ବୃହତ୍ ପ୍ରକଳ୍ପକୁ ଜମି ଆବଣ୍ଟନ ପାଇଁ ମଞ୍ଜୁରୀ। ରାଜ୍ୟରେ ଶିଳ୍ପ ଓ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଡ୍କ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ଦୀର୍ଘ ଦିନରୁ ଅଟକି ରହିଥିବା 31ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ଅନୁମୋଦନ କରାଯାଇଛି। ଭୁବନେଶ୍ୱର ସ୍ଥିତ ଇଡ୍କ ଟାୱାରରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ରାଜ୍ୟରେ ବିପୁଳ ପୁଞ୍ଜିନିବେଶ ବାଟ ଫିଟିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏକ ବଡ଼ ଅଂଶ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ହୋଇଥିବା ବେଳେ ଏଥିରେ ପୋଷାକ ଓ ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଇଞ୍ଜିନିୟରିଂ ଭଳି ବିଭିନ୍ନ ଉଦୀୟମାନ କ୍ଷେତ୍ରରେ ପ୍ରସ୍ତାବ ସାମିଲ ରହିଛି। ବିଶେଷ ଭାବରେ ରାଜ୍ୟର ସନ୍ତୁଳିତ ବିକାଶକୁ ଗୁରୁତ୍ୱପୂର୍ଣ୍ଣ ଦେଇ କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଶିଳ୍ପାଞ୍ଚଳ ତଥା ପଛୁଆ ଜିଲ୍ଲାଗୁଡ଼ିକରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ସମସ୍ତ ଅଞ୍ଚଳରେ ଶିଳ୍ପାୟନର ସୁଫଳ ପହଞ୍ଚାଇବା ପାଇଁ ସରକାର ଏହି ସମନ୍ୱିତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ଖବର, ବିଭିନ୍ନ ଜିଲ୍ଲାରୁ ଆସିବେ 5,000 ବୟସ୍କ ଓ ବିଧବା ଭକ୍ତ। ରହିବା ଓ ଖାଇବା ଦାୟିତ୍ୱ ନେବେ ପ୍ରଶାସନ। ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ସରକାର ପ୍ରଣୟନ କରିଛନ୍ତି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯୋଜନା। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ସହ ଯେପରି ଏକ ସୁଖଦ ଅନୁଭବ ନେଇ ଯିବେ ସେଥିପାଇଁ ସମସ୍ତ ବିଭାଗ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ସୁରଜ କୁମାର ସ୍ୱାଇଁ ଏହି ଯୋଜନାରେ ସମ୍ପର୍କରେ ସୂଚନା
ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ 5ଟି ଜିଲ୍ଲାରେ 500 ଶ୍ରଦ୍ଧାଳୁ ଆସିବେ। 13 ତାରିଖ ସନ୍ଧ୍ୟାରେ ପ୍ରାୟ 200 ଜଣ ଓ ଅବଶିଷ୍ଟ 14 ତାରିଖ ସକାଳୁ ପହଞ୍ଚିବେ। 60ରୁ 75 ବର୍ଷ ବୟସ୍କ ବ୍ୟକ୍ତି ଓ ବିଧବା ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ। ଚଳିତ ଆର୍ଥିକ ବର୍ଷ ସୁଦ୍ଧା 5,000 ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ସେ କହିଥିଲେ। ଶ୍ରଦ୍ଧାଳୁ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରହଣି ପାଇଁ ବୃନ୍ଦାବତୀ ନିବାସରେ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା, ସହାୟତା ହେଲ୍ଥ ବ୍ୟବସ୍ଥା, ଯାତାୟାତ ପାଇଁ ସ୍ଥାନୀୟ ପରିବହନ ବ୍ୟବସ୍ଥା, ଦର୍ଶନ ସୁବିଧା, ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ବ୍ୟବସ୍ଥା, ଗାଡ଼ି ପାର୍କିଂ ବ୍ୟବସ୍ଥା, ଫଟୋ ଭିଡିଓ ବ୍ୟବସ୍ଥା ଇତ୍ୟାଦି କରାଯିବ।